ସାଙ୍ଗମାନେ ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ଜନ୍ମାଷ୍ଟମୀ ରୂପେ ପାଳନ କରାଯାଇଥାଏ। କାରଣ ଏହି ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ରୋହିଣୀ ନକ୍ଷତ୍ରରେ ମଧ୍ୟରାତ୍ରିରେ ମଥୁରା ନଗରୀରେ ହୋଇଥିଲା। ତେଣୁ ଏହି ଦିନରେ ବହୁତ ଧୁମଧାମର ସହିତ ସମସ୍ତେ ଏହି ଜନ୍ମାଷ୍ଟମୀ ପର୍ବଟି ପାଳନ କରିଥାନ୍ତି। ସାଙ୍ଗମାନେ ଦ୍ୱାପର ଯୁଗରେ ପରମ ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଭାଦ୍ରପଦର ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ବୃଷ ରାଶିରେ ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ ପ୍ରକଟ ହେବାକ୍ଷଣି ହିଁ ଜେଲର ଅନ୍ଧାର କୋଠରୀରେ ପ୍ରକାଶ ହୋଇଯାଇଥିଲା। ଶ୍ରୀକୃଷ୍ଣଙ୍କର ପ୍ରକଟ ହେବାକ୍ଷଣି ସ୍ୱର୍ଗରେ ଦେବାଦେବୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଏବଂ ଉତ୍ସାହ ଭରି ଯାଇଥିଲା। ସାଙ୍ଗମାନେ ଶାସ୍ତ୍ରରେ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ୱ ଏତେ ଅଧିକ ରହିଛି ଯେ ହଜାରେ ଏକାଦଶୀ ପାଳନ କରିବାର ଫଳ ଗୋଟିଏ ଜନ୍ମାଷ୍ଟମୀ ବ୍ରତରେ ହିଁ ମିଳିଥାଏ। 100 ଥର ଗଙ୍ଗା ସ୍ନାନ କରିବା ଦ୍ୱାରା ଯେଉଁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ତାହା ଜନ୍ମାଷ୍ଟମୀ ବ୍ରତରେ ଆମକୁ ପ୍ରାପ୍ତି ହୋଇଥାଏ। ଜପ ତପର ଅନନ୍ତ ଗୁଣ ଫଳ ପ୍ରଦାନ କରିଥାଏ। ଏହି ପବିତ୍ର ଜନ୍ମାଷ୍ଟମୀ ବ୍ରତ ଏହି ଜନ୍ମାଷ୍ଟମୀ ଦିନ ପୂଜା ଜପ ତପ ଏବଂ ଉଜାଗରର ଅନେକ ମହତ୍ତ୍ୱ ରହିଛି। ସେଥିପାଇଁ ଯେଉଁମାନେ ଜନ୍ମାଷ୍ଟମୀର ବ୍ରତ ପାଳନ କରୁଛନ୍ତି ସେମାନେ ଜନ୍ମାଷ୍ଟମୀ ଦିନ ରାତିରେ ଉଜାଗର ରହି ଭଗବାନଙ୍କର ଭଜନ କୀର୍ତ୍ତନ କରିବା ଉଚିତ। ଭବିଷ୍ୟ ପୁରାଣରେ ଜନ୍ମାଷ୍ଟମୀ ବ୍ରତର ସନ୍ଦର୍ଭରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ଗୃହରେ ଜନ୍ମାଷ୍ଟମୀର ବ୍ରତ ପାଳନ କରାଯାଇଥାଏ ସେହି ଗୃହରେ କଦାପି ବି ଅକାଳ ମୃତ୍ୟୁ ହୋଇନଥାଏ କିମ୍ବା କୌଣସି ନାରୀଙ୍କର ଗର୍ଭପାତ ମଧ୍ୟ ହୋଇନଥାଏ। ବୈଧବ୍ୟ ଦୁର୍ଭାଗ୍ୟ କିମ୍ବା କଳହ ମଧ୍ୟ ସେହି ଗୃହକୁ ପ୍ରବେଶ କରିପାରିନଥାଏ। ଯେଉଁମାନେ ଜନ୍ମାଷ୍ଟମୀର ବ୍ରତ ପାଳନ କରିଥାନ୍ତି ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ। ସେହି ବ୍ୟକ୍ତି ସଂସାରର ସମସ୍ତ ସୁଖକୁ ଭୋଗ କରି ବିଷ୍ଣୁ ଲୋକକୁ ଗମନ କରିଥାଏ। ଆମର ହିନ୍ଦୁ ଧର୍ମରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ସମସ୍ତ ସଙ୍କଟରୁ ବାହାର କରି ସୁଖ ସମୃଦ୍ଧି ଏବଂ ସୌଭାଗ୍ୟର ବରଦାନ ପ୍ରଦାନ କରିଥାଏ। ତେବେ ସାଙ୍ଗମାନେ ଜନ୍ମାଷ୍ଟମୀ ଦିନ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସାରି ନିଅନ୍ତୁ। ଏହାପରେ ଉପବାସ କରିବାର ସଂକଳ୍ପ ନିଅନ୍ତୁ। ଏହାପରେ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ବାଳରୂପର ଏକ ପ୍ରତିମାକୁ ଆପଣଙ୍କ ପୂଜା ଘରେ ଖଟୁଳିରେ ସ୍ଥାପନ କରନ୍ତୁ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ବାଳରୂପର ପୂଜା କରାଯାଇଥାଏ। ଏହାପରେ ଆପଣ ଆପଣଙ୍କର ସମସ୍ତ ପୂଜା ସାମଗ୍ରୀକୁ ସଂଗ୍ରହ କରନ୍ତୁ ଏବଂ ଶ୍ରୀକୃଷ୍ଣଙ୍କର ସମ୍ମୁଖରେ ଏକ ଶୁଦ୍ଧ ଘିଅର ଦୀପ ପ୍ରଜ୍ୱଳନ କରନ୍ତୁ। ଏହାପରେ ଆପଣ ଶ୍ରୀକୃଷ୍ଣଙ୍କର ଜନ୍ମ କଥା ପାଠ କରନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଲହୁଣୀ ଭୋଗ ସ୍ୱରୂପ ଅର୍ପଣ କରନ୍ତୁ ଏବଂ ଆପଣ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଶ୍ରୀକୃଷ୍ଣଙ୍କର କିଛି ମନ୍ତ୍ରର ମଧ୍ୟ ଜପ କରନ୍ତୁ। ତେବେ ସାଙ୍ଗମାନେ ରାତି 12ଟା ବାଜିବା ପରେ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀର ପର୍ବକୁ ପାଳନ କରାଯାଇଥାଏ। ଜନ୍ମାଷ୍ଟମୀ ଦିନ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗର ଚନ୍ଦନ କିମ୍ବା କେଶର ତିଳକ ରୂପରେ ନିଶ୍ଚୟ ଲଗାନ୍ତୁ। ଏହା ସହିତ ଶ୍ରୀକୃଷ୍ଣଙ୍କୁ ମୟୂର ପଙ୍ଖର ମୁକୁଟ ଏବଂ ବଂଶୀ ନିଶ୍ଚିତ ରୂପରେ ଅର୍ପଣ କରନ୍ତୁ। ଲଡ୍ଡୁ ଗୋପାଳଙ୍କୁ ପଞ୍ଚାମୃତରେ ଅଭିଷେକ କରାନ୍ତୁ। ତାପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ନୂତନ ବସ୍ତ୍ର ଏବଂ ଆଭୂଷଣ ପିନ୍ଧାଇ ଦିଅନ୍ତୁ। ତାପରେ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ଝୁଲାରେ ଝୁଲାନ୍ତୁ। ଆପଣ ଲହୁଣୀରେ ତୁଳସୀ ଏବଂ ମିଶ୍ରି ପକାନ୍ତୁ। ତାପରେ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଭୋଗ ସ୍ୱରୂପ ଅର୍ପଣ କରନ୍ତୁ। ଏହାପରେ ଭଗବାନ ଶ୍ରୀକୃଷ୍ଣଙ୍କର ଆଳତି କରି ଆପଣ ପ୍ରସାଦକୁ ନିଜର ଗୃହର ସମସ୍ତ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ।
ତେବେ ସାଙ୍ଗମାନେ, ଆପଣ ଯଦି ଜନ୍ମାଷ୍ଟମୀର ବ୍ରତ ରଖୁଛନ୍ତି ବା ରଖୁନାହାନ୍ତି, ତେବେ ବି ଜନ୍ମାଷ୍ଟମୀ ଦିନ ଆପଣ ଏହିସବୁ ଭୁଲଗୁଡ଼ିକ କରନ୍ତୁ ନାହିଁ। ସାଙ୍ଗମାନେ, ଜନ୍ମାଷ୍ଟମୀ ଦିନ ଆପଣ କେବେ ବି ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ। ସାଙ୍ଗମାନେ, ଶାସ୍ତ୍ରରେ ବର୍ଣ୍ଣନା ରହିଛି ଯେ ଭଗବାନ ଶ୍ରୀକୃଷ୍ଣ ଭଗବାନ ଶ୍ରୀ ବିଷ୍ଣୁଙ୍କର ଅବତାର ଅଟନ୍ତି ଏବଂ ଶ୍ରୀ ବିଷ୍ଣୁଙ୍କୁ ତୁଳସୀ ପତ୍ର ଅତ୍ୟନ୍ତ ପ୍ରିୟ ଅଟେ। ସେଥିପାଇଁ ଜନ୍ମାଷ୍ଟମୀ ଦିନ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ଜନ୍ମାଷ୍ଟମୀ ପୂର୍ବ ଦିନଠାରୁ ଆପଣ ତୁଳସୀ ଛିଣ୍ଡାଇ ଆଣି ରଖିଥାନ୍ତୁ, କାରଣ ତୁଳସୀ ପତ୍ର ବିନା ଶ୍ରୀକୃଷ୍ଣଙ୍କର ପୂଜା ଅଧୁରା ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କୌଣସି ବି ଏପରି ଭୋଗକୁ ସ୍ୱୀକାର କରିନଥାନ୍ତି ଯେଉଁଥିରେ ତୁଳସୀ ପତ୍ର ନଥାଏ। ସାଙ୍ଗମାନେ, ଆପଣମାନେ ସମସ୍ତେ ଜାଣନ୍ତି ଯେ ଏକାଦଶୀ ଦିନ ଆମେ ଚାଉଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ ଖାଇବା ଉଚିତ ନୁହେଁ। ମାତ୍ର ଖୁବ୍ କମ୍ ଲୋକ ଏହା ଜାଣନ୍ତି ଯେ ଜନ୍ମାଷ୍ଟମୀ ଦିନ ମଧ୍ୟ ଚାଉଳରେ ପ୍ରସ୍ତୁତ କୌଣସି ବି ଖାଦ୍ୟ ଖାଇବା ଉଚିତ ନୁହେଁ। ଆପଣ ବ୍ରତ ରଖନ୍ତୁ କିମ୍ବା ନ ରଖନ୍ତୁ, ଜନ୍ମାଷ୍ଟମୀ ଦିନ ଚାଉଳର ପ୍ରସ୍ତୁତ କୌଣସି ବି ଦ୍ରବ୍ୟ ଆପଣ ଖାଆନ୍ତୁ ନାହିଁ। ଜନ୍ମାଷ୍ଟମୀ ଦିନ ଆପଣ ତାମସିକ ଭୋଜନ ମଧ୍ୟ କରନ୍ତୁ ନାହିଁ। ଏହି ଦିନ ଆପଣ ମଦ, ମାଂସ, ପିଆଜ, ରସୁଣ ଏସବୁ ଖାଦ୍ୟ ଗ୍ରହଣ କରିବା ଉଚିତ ହୋଇନଥାଏ। ସାଙ୍ଗମାନେ, ଏହି ଦିନ ଭୁଲରେ ବି ଆପଣ ପିଆଜ ରସୁଣ ଖାଆନ୍ତୁ ନାହିଁ, କାରଣ ରାହୁକେତୁଙ୍କ ଯୋଗୁଁ ପିଆଜ ରସୁଣର ଉତ୍ପତ୍ତି ହୋଇଛି ଏବଂ ଭଗବାନ ଶ୍ରୀକୃଷ୍ଣ ଏବଂ ରାହୁକେତୁଙ୍କ ମଧ୍ୟରେ ଭୀଷଣ ଶତ୍ରୁତା ରହିଛି ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଏହିସବୁ ଜିନିଷର ଭକ୍ଷଣ କରିବା ଭଗବାନ ଶ୍ରୀକୃଷ୍ଣଙ୍କର ଅନାଦର କରିବା ସହିତ ସମାନ ହୋଇଥାଏ। ଏମିତିରେ ବି ଏହି ଦିନ ଆପଣ କୌଣସି ବି ବ୍ୟକ୍ତିକୁ ଅନାଦର କରିବା ଉଚିତ ନୁହେଁ। ଏହି ଦିନ ଆପଣ କୌଣସି ବି ବ୍ୟକ୍ତିଙ୍କୁ କଷ୍ଟ ଦେଲା ଭଳି କଥାବାର୍ତ୍ତା କରନ୍ତୁ ନାହିଁ କିମ୍ବା କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ଜନ୍ମାଷ୍ଟମୀ ଦିନ କୌଣସି ପଶୁପକ୍ଷୀଙ୍କୁ ମଧ୍ୟ କଷ୍ଟ ଦିଅନ୍ତୁ ନାହିଁ। ବିଶେଷ କରି ଗାଈକୁ ଆପଣ ଏହି ଦିନ ବିଶେଷ ରୀତିରେ ପୂଜାର୍ଚ୍ଚନା କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ପୁଣ୍ୟଫଳର ପ୍ରାପ୍ତି ହୋଇଥାଏ। କାରଣ ଆପଣମାନେ ଜାଣନ୍ତି, ଭଗବାନ ଶ୍ରୀ ବିଷ୍ଣୁ କୃଷ୍ଣ ଅବତାରରେ ଗୋମାତାଙ୍କର ଜଣେ ପରମ ଭକ୍ତ ଥିଲେ। ସେ ସର୍ବଦା ଗୋମାତାଙ୍କର ସହିତ ରହୁଥିଲେ। ତାଙ୍କର ଜନ୍ମ ଗୌଡ଼ ଘରେ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣଙ୍କର ଗୋମାତା ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି। ତେଣୁ ଏହି ଦିନ ଭୁଲରେ ବି ଆପଣ ଗୋମାତାଙ୍କୁ କିମ୍ବା ବାଛୁରୀକୁ ହଇରାଣ କରନ୍ତୁ ନାହିଁ କିମ୍ବା ମାରନ୍ତୁ ନାହିଁ। ଆପଣ ଜନ୍ମାଷ୍ଟମୀ ଦିନ ଗାଈକୁ ମିଠା, ଫଳ, ରୁଟି ନିଶ୍ଚିତ ଭାବରେ ଖୁଆନ୍ତୁ ଏବଂ ଜନ୍ମାଷ୍ଟମୀ ଦିନ ଆପଣ ନିଜେ ମଧ୍ୟ ସାତ୍ୱିକ ଖାଦ୍ୟ ଆହରଣ କରନ୍ତୁ। ଜନ୍ମାଷ୍ଟମୀ ବ୍ରତରେ କ୍ଷୀର ଏବଂ ଦହିର ଅଧିକ ମହତ୍ତ୍ୱ ରହିଥାଏ। ଆପଣ ଯଦି ଜନ୍ମାଷ୍ଟମୀର ବ୍ରତ ପାଳନ କରୁଛନ୍ତି, ତେବେ ଫଳ, କ୍ଷୀର, ଦହି ଏସବୁକୁ ଆପଣ ଖାଇପାରିବେ। ଜନ୍ମାଷ୍ଟମୀ ଦିନ ଗଛ କାଟିବାକୁ ମଧ୍ୟ ଅଶୁଭ ବୋଲି ମାନାଯାଇଥାଏ। ଭଗବାନ ଶ୍ରୀକୃଷ୍ଣ ପ୍ରତ୍ୟେକ ସ୍ଥାନରେ ବାସ କରିଥାନ୍ତି। ଆପଣ ଯଦି ପାରିବେ, ଏହି ଦିନ ଆପଣ ବୃକ୍ଷରୋପଣ କରିପାରିବେ। ମାତ୍ର ଏହି ଦିନ କେବେ ବି ଗଛ କାଟନ୍ତୁ ନାହିଁ କିମ୍ବା ଉପାଡ଼ନ୍ତୁ ନାହିଁ। ଭଗବାନ ଶ୍ରୀକୃଷ୍ଣ ଓସ୍ତ ଗଛରେ ନିବାସ କରିଥାନ୍ତି। ତେଣୁ ଆପଣ ଏହି ଜନ୍ମାଷ୍ଟମୀ ତିଥିରେ ଓସ୍ତ ଗଛ ମୂଳରେ ଜଳ ନିଶ୍ଚୟ ଭାବରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ଉପରେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ସାଙ୍ଗମାନେ, ଜନ୍ମାଷ୍ଟମୀ ଦିନ ବ୍ରହ୍ମଚର୍ଯ୍ୟର ପାଳନ କରିବା ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ ସମ୍ପୂର୍ଣ୍ଣ ପବିତ୍ର ଶରୀର ଏବଂ ମନରେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରିବା ଉଚିତ। ଏହି ଦିନ ଆପଣ ନିଜ ପତ୍ନୀଙ୍କ ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଯେଉଁ ପତି ପତ୍ନୀ ଏହି ଜନ୍ମାଷ୍ଟମୀ ଦିନ ସଂଯମତା ରକ୍ଷା କରିଥାନ୍ତି, ପବିତ୍ର ମନ ଏବଂ ଶରୀରରେ ଶ୍ରୀକୃଷ୍ଣଙ୍କର ପୂଜା କରିଥାନ୍ତି, ସେମାନଙ୍କୁ ଏକ ସୁନ୍ଦର ଏବଂ ସୁଶୀଳ ସନ୍ତାନର ପ୍ରାପ୍ତି ହୋଇଥାଏ ଏବଂ ଏପରି ଶିଶୁର ମୁଖ ଭଗବାନ ଶ୍ରୀକୃଷ୍ଣଙ୍କ ପରି ହୋଇଥାଏ ଏବଂ ତାହାର ଶରୀର ଭଗବାନ ଶ୍ରୀକୃଷ୍ଣଙ୍କ ପରି କୋମଳ ମଧ୍ୟ ହୋଇଥାଏ।
ଯେଉଁ ବ୍ୟକ୍ତିମାନେ ଜନ୍ମାଷ୍ଟମୀର ବ୍ରତ ପାଳନ କରିଥାନ୍ତି ସେମାନେ ରାତି 12ଟା ପୂର୍ବରୁ ବ୍ରତ ଭାଙ୍ଗିବା ଉଚିତ ନୁହେଁ। ରାତି 12ଟା ପୂର୍ବରୁ ବ୍ରତ ଭାଙ୍ଗିବା ଦ୍ୱାରା ଆପଣଙ୍କୁ ବ୍ରତର କୌଣସି ବି ଫଳ ପ୍ରାପ୍ତି ହୋଇନଥାଏ। ତେବେ ସାଙ୍ଗମାନେ, ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କର କିଛି ଏପରି ବିଶେଷ ମନ୍ତ୍ର ରହିଛି ଯେଉଁ ମନ୍ତ୍ରକୁ ଯଦି ଆପଣ ଏହି ଜନ୍ମାଷ୍ଟମୀ ଦିନ ଶୁଦ୍ଧ ଏବଂ ପବିତ୍ର ମନର ସହିତ ଜପ କରନ୍ତି ତେବେ ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ତ ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟିଏ ମନ୍ତ୍ର ହେଉଛି ଓମ୍ କ୍ରିଂ କୃଷ୍ଣାୟ ନମଃ। ଏହି ମନ୍ତ୍ରକୁ ଆପଣ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଜପ କରନ୍ତୁ। ଏହି ମନ୍ତ୍ରକୁ ଆପଣ ଜନ୍ମାଷ୍ଟମୀ ଦିନ ଜପ କରିବା ଦ୍ୱାରା ଆପଣଙ୍କୁ ଧନଧାନ୍ୟର ପ୍ରାପ୍ତି ହୋଇଥାଏ। ଆପଣଙ୍କ ଜୀବନରୁ ଦାରିଦ୍ର୍ୟତା ଦୂରେଇ ଯାଇଥାଏ। ଏହା ବ୍ୟତୀତ ଆଉ ଗୋଟିଏ ମନ୍ତ୍ର ହେଉଛି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି। ଏହି ମନ୍ତ୍ରକୁ ଆପଣଙ୍କୁ କମ୍ ସେ କମ୍ 21 ଥର ଜପ କରିବାର ଅଛି କିମ୍ବା ଆପଣ ଚାହିଁଲେ 7 ଥର ମଧ୍ୟ ଏହି ମନ୍ତ୍ରକୁ ଜପ କରିପାରିବେ। ସାଙ୍ଗମାନେ, ପବିତ୍ର ଜନ୍ମାଷ୍ଟମୀ ତିଥିରେ ଯେଉଁ ନାରୀ ଶ୍ରୀକୃଷ୍ଣଙ୍କର ବାଳମୂର୍ତ୍ତିକୁ ଝୁଲାରେ ଝୁଲାଇଥାଏ ଅନନ୍ତ କାଳ ପର୍ଯ୍ୟନ୍ତ ସେହି ନାରୀକୁ ନିଃସନ୍ତାନର ଦୋଷ ଲାଗିନଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର କୃପାରୁ ଏପରି ନାରୀକୁ ସୁନ୍ଦର ପୁତ୍ରର ପ୍ରାପ୍ତି ହୋଇଥାଏ। ସାଙ୍ଗମାନେ, ଜନ୍ମାଷ୍ଟମୀ ଦିନ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଗୃହକୁ ମୟୂରପଙ୍ଖ ଆଣନ୍ତୁ ଏବଂ ନିଜର ପୂଜା ଘରେ ସ୍ଥାପନ କରନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଜନ୍ମାଷ୍ଟମୀ ଦିନ ଏକ ବଂଶୀ ମଧ୍ୟ ନିଶ୍ଚିତ ରୂପରେ ଆଣନ୍ତୁ। ଯଦି ଆପଣ ଜନ୍ମାଷ୍ଟମୀର ବ୍ରତ ରଖୁଛନ୍ତି ତ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଖେଳନା ନିଶ୍ଚିତ ରୂପରେ ଆଣନ୍ତୁ। ଏହା ବ୍ୟତୀତ ଜନ୍ମାଷ୍ଟମୀ ଦିନ ଆପଣଙ୍କ ନିଜ ଘରକୁ କଉଡ଼ି ମଧ୍ୟ ଆଣିପାରିବେ। ଜନ୍ମାଷ୍ଟମୀ ଦିନ ଆପଣ କୌଣସି ବି ବ୍ୟକ୍ତିଙ୍କୁ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି କିମ୍ବା ଫଟୋ ଉପହାର ସ୍ୱରୂପ କଦାପି ବି ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି। ଜନ୍ମାଷ୍ଟମୀ ଦିନ ଆପଣ ସୁନା, ରୂପା, ତମ୍ବା ଏବଂ ପିତ୍ତଳର ଦ୍ରବ୍ୟ କିଣିପାରିବେ। ଏହାକୁ ଶୁଭ ବୋଲି ମାନାଯାଇଥାଏ। ସାଙ୍ଗମାନେ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ଆପଣ ବୃନ୍ଦାବତୀଙ୍କ ସାମ୍ନାରେ ଶ୍ରୀକୃଷ୍ଣଙ୍କର 4ଟି ନାମ ଗୋବିନ୍ଦ, ଗୋପାଳ, ଦେବକୀନନ୍ଦନ ଏବଂ ଦାମୋଦର ଏହି 4ଟି ନାମର ଉଚ୍ଚାରଣ କରନ୍ତୁ ଏବଂ ଓମ୍ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରର ମଧ୍ୟ ଜପ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଚାଲିଥିବା ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ହୋଇଯାଇଥାଏ। ମା ବୃନ୍ଦାବତୀ ଆପଣଙ୍କ ଗୃହକୁ ଧନଧାନ୍ୟରେ ଭରି ଦେଇଥାନ୍ତି। ଜନ୍ମାଷ୍ଟମୀ ଦିନ ଆପଣ ଶ୍ରୀକୃଷ୍ଣଙ୍କ ନିକଟରେ ଲହୁଣୀ ସହିତ ତୁଳସୀର ଚଅଁର ମଧ୍ୟ ଭୋଗ ସ୍ୱରୂପ ଅର୍ପଣ କରନ୍ତୁ। ଲହୁଣୀରେ ଆପଣ ତୁଳସୀ ପତ୍ର କିମ୍ବା ତୁଳସୀ ଦଳ ନିଶ୍ଚୟ ରୂପରେ ପକାନ୍ତୁ ଏବଂ ତାହାକୁ ଭୋଗ ସ୍ୱରୂପ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ। ତେବେ ସାଙ୍ଗମାନେ, ଏହିସବୁ ଉପାୟ ଗୁଡ଼ିକ ଆପଣ ଜନ୍ମାଷ୍ଟମୀ ଦିନ ନିଶ୍ଚିତ ରୂପରେ ପାଳନ କରନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କୁ ଅନେକ ଗୁଡ଼ିଏ ଶୁଭ ଫଳ ପ୍ରାପ୍ତି ହେବ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହିତ ଜୟ ଶ୍ରୀ କୃଷ୍ଣା ନିଶ୍ଚୟ ଲେଖନ୍ତୁ।